ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଯେଉଁ ବ୍ୟକ୍ତି ସତ୍ ପଥରେ ଚାଲୁଥାଏ ତା ପାଇଁ ରାସ୍ତାରେ ବହୁତ କଠିନ ପରିସ୍ଥିତି ଆସେ ନିଶ୍ଚୟ, କିନ୍ତୁ ତା ଆଶା ଓ ଭରସାର ଡଙ୍ଗା କେତେବେଳେ ବି ବୁଡ଼ିଯାଏ ନାହିଁ। ମନେ ରଖନ୍ତୁ, ଯେତେ କଷ୍ଟ ଅଙ୍କ ହେଉ ପଛେ ଯଦି ସୂତ୍ର ଆପଣ ଜାଣିଛନ୍ତି, ଅଙ୍କ ସରଳ ଲାଗିବ। ସେହିପରି ଜୀବନରେ ଯେତେ ଅସୁବିଧା ହେଉ ପଛେ ଯଦି ଆପଣଙ୍କ ପାଖରେ ଧୈର୍ଯ୍ୟ ଅଛି, ତେବେ ସମାଧାନର ବାଟ ସରଳ ଲାଗିବ। କୋଇଲାକୁ ଯେତେ କ୍ଷୀରରେ ଧୋଇଲେ ବି ତାର ରଙ୍ଗରେ କେବେ ବି ପରିବର୍ତ୍ତନ ଆସିନଥାଏ। ଠିକ୍ ସେମିତି ଦୁନିଆରେ ଏମିତି କିଛି ଲୋକ ଥାଆନ୍ତି, ସେମାନଙ୍କୁ ଯେତେ ଭଲ ପାଇବା ସ୍ନେହ ଦେଲେ ମଧ୍ୟ ସେମାନେ ନିଜର ହୋଇପାରନ୍ତି ନାହିଁ। ଜୀବନରେ ଅଧା ବୟସ ଟଙ୍କା ରୋଜଗାର କରାଯାଏ, ଆଉ ଅଧା ଜୀବନ ସେଇ ଟଙ୍କାରେ ନିଜ ଶରୀରକୁ ଭଲ କରିବାକୁ ଲଗାଯାଏ। ଶେଷରେ ଟଙ୍କା ଥାଏ ନା ଜୀବନ? ମୋହମାୟା ସଂସାର ଏଠି କେହି ନୁହେଁ କାହାର, କେବଳ ଈଶ୍ୱର ହିଁ ନିଜର ହୋଇଥାନ୍ତି। ଯଦି ଜୀବନରେ କେବେ ଟଙ୍କା ଆଉ ସମ୍ପର୍କ ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼େ, ତାହେଲେ କେବଳ ସମ୍ପର୍କକୁ ବାଛ। କାହିଁକି ନା ଟଙ୍କା ତ ଆସିଥାଏ ଆଉ ଯାଇଥାଏ, ହେଲେ ସମ୍ପର୍କ ଥରେ ଚାଲିଗଲେ ଆଉ ଫେରି ନଥାଏ। ଅସୁବିଧାରେ ଥିଲାବେଳେ ସଚ୍ଚୋଟ ଓ ଦାୟିତ୍ୱବାନ ହୁଅନ୍ତୁ। ସମ୍ପତ୍ତି ଥିଲାବେଳେ ସରଳ ହୁଅନ୍ତୁ ଓ କ୍ଷମତା ଥିଲାବେଳେ ନୀରବ ରୁହନ୍ତୁ। ଏହାକୁ ହିଁ କୁହନ୍ତି ଜୀବନ ପରିଚାଳନା। ଖୁସି ସେମାନଙ୍କୁ ମିଳିନଥାଏ ଯେଉଁମାନେ ଜୀବନକୁ ନିଜ ସର୍ତ୍ତରେ ବଞ୍ଚିଥାନ୍ତି, ବରଂ ଖୁସି ସେମାନଙ୍କୁ ମିଳିଥାଏ ଯେଉଁମାନେ ଅନ୍ୟର ଖୁସି ପାଇଁ ନିଜ ଜୀବନର ସର୍ତ୍ତଗୁଡ଼ିକୁ ବଦଳାଇ ଦିଅନ୍ତି।